नमस्कार जय जगन्नाथ। सोया चाप खाଇବା ମୁଁ ପୁରା ପାଗଳ। ମୋତେ ତା ଜାଗାରେ ଯଦି ଆପଣ ନନଭେଜ୍ ସ୍ନାକ୍ସ ଦେବେ ମୁଁ ସେଠି ଖାଇବିନି। ତ ସେଦିନ ଇନଷ୍ଟାମାର୍ଟରୁ ଜିନିଷ ଅର୍ଡ଼ର କରିଥିଲି, ଦେଖିଲି ସୋୟା ଚାପ୍ର ଏମିତି ପ୍ୟାକେଟ୍ ମିଳୁଛି, ତ ଗୋଟେ ମଗେଇଥିଲି। ତାର ପଛପଟେ ତାର ଇନଷ୍ଟ୍ରକ୍ସନ୍ ବି ଦେଇଥିଲା କେମିତି ବନେଇବେ। ତ ସେଇ ଅନୁସାରେ ମୁଁ ତାକୁ ବାହାର କରିକି 5 ମିନିଟ୍ ରଖିଦେଇଥିଲି ବାହାରେ, ଫ୍ରିଜରରୁ ବାହାର କରିକି। ତାପରେ ଗୋଟେ ନନଷ୍ଟିକ୍ କଡ଼େଇରେ ତାକୁ ନେଇ ତାକୁ ଗୋଟେ ଗୋଟେ ରଖି ମୁଁ ତାକୁ ଢାଙ୍କି ଦେଇଥିଲି ସେଟା ହେବା ପାଇଁ। ତ ଦେଖନ୍ତୁ ସେଇଟା ଏମିତି ଧୀରେ ଧୀରେ ଗୋଟେ ଗୋଟେ ହେଇ ଆସୁଥିଲା। ମୁଁ ତାକୁ ଟିକେ ଟିକେ ତାପରେ ଉଲଟେଇ ଦେଉଥିଲି, କାରଣ ତାର ସବୁ ସାଇଡ଼୍ରୁ ଟିକେ ପୋଡ଼ି ପୋଡ଼ି ହୋଇଥିଲା। ସେମାନେ ତ ମୁଁ ଦେଖିଛି ତନ୍ଦୁରୀ ଭାଟିରେ ତାକୁ କରନ୍ତି ପୋଡ଼ିବା ପାଇଁ। ତ ମୁଁ ଏମିତି କରିକି ପୁରା 10-15 ମିନିଟ୍ ଏମିତି କଲି, ତାହେଲେ ଯେମିତି ସବୁ ସାଇଡ଼୍ରୁ ଭଲ ଭାବରେ ସିଝିଯିବ। ତାପରେ ତାକୁ ବନ୍ଦ କରିଦେଇକି କଟା ପିଆଜ ସେଥିରେ ଦେଲି, ଆଉ ମୋ ପାଖରେ ମେୟୋନିଜ୍ ଥିଲା, ମେୟୋନିଜ୍ ତାକୁ ଦେଇ ତାକୁ ଭଲ ଭାବରେ ପୁରା ଗୋଳେଇଲି। ସେଥିରେ ପୁଦିନା ଚଟଣି ବି ସେମାନେ ମିଶାନ୍ତି, କିନ୍ତୁ ମୋ ପାଖରେ ପୁଦିନା ଚଟଣି ନଥିଲା। ତ ତାକୁ ଭଲ ଭାବରେ ଗୋଳେଇ ରେଡ଼ି ହେଇଗଲା। ଦେଖନ୍ତୁ ଆମର ଆଫଗାନି ସୋୟା ଚାପ୍। ଆଉ ଖାଇପାରୁନଥିଲି, ତାକୁ ଟିଫିନ୍ରେ ପୁରେଇ କଲେଜ ନେଇଯାଇଥିଲି ସେଠି ଖାଇବି ବୋଲି। ଦେଖନ୍ତୁ କେତେ ବଢ଼ିଆ ଦିଶୁଛି। ମୋତେ ତ ବଢ଼ିଆ ଲାଗିଲା, ମୁଁ ଖାଇଲି, ମୋତେ ବଢ଼ିଆ ଲାଗିଲା। ଆଉ ସେଠି ମୋର ଜଣେ କଲିକ୍ ଥିଲେ ପଦ୍ମ ସାର୍, ତାଙ୍କୁ ଦେଲି। ସେ କ'ଣ କରୁଛନ୍ତି, କ'ଣ କଞ୍ଚା ମଇଦା ଗୁଡ଼ା ମୋତେ ଦେଉଛନ୍ତି। ମୁଁ ସେଥିପାଇଁ ଏଠି ହସୁଛି ଦେଖନ୍ତୁ। ତ ଯଦି ଆପଣମାନେ ବି ସୋୟା ଚାପ୍ ପାଗଳ, ଏମିତି ମଗେଇ ଘରେ କରି ଖାଆନ୍ତୁ।